ବନ୍ଧୁମାନେ ଆଜିର ଏହି ଭିଡିଓରେ ମୁଁ ଆପଣମାନଙ୍କୁ ଏପରି ଏକ ଗଛ ବିଷୟରେ କହିବାକୁ ଯାଉଛି ଯାହା ଆପଣଙ୍କର ଶରୀରକୁ ଅନେକ ରୋଗରୁ ଭଲ କରିପାରେ। ଯାହା ଉପରେ ଆପଣ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ କିଛି ଲାଭ ନାଁରେ ଆପଣଙ୍କୁ କେବଳ ଟିକିଏ ଆରାମ ମିଳିଥାଏ। କିନ୍ତୁ ଏହି ଗଛର ବ୍ୟବହାର କରି ଆପଣ ଆପଣଙ୍କ ଜୀବନର ଦୁଃଖ ଏବଂ ରୋଗରୁ ଆପଣ ମୁକ୍ତି ପାଇପାରିବେ। ବନ୍ଧୁମାନେ, ଯଦି ଆମେ ଆପଣଙ୍କୁ ତାନ୍ତ୍ରିକ ଭାଷାରେ କହିବୁ ତ ଏହି ଗଛର ବ୍ୟବହାର କରି ଆପଣ ଆପଣଙ୍କ ଜୀବନର ଦୁଃଖ, ସମସ୍ୟା, ଦାରିଦ୍ରତା, ଅତ୍ୟାଚାର, ଭୟ ଏବଂ କଷ୍ଟରୁ ମଧ୍ୟ ମୁକ୍ତି ମିଳିପାରିବ। ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଏହି ଗଛ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ଆଜି ପର୍ଯ୍ୟନ୍ତ ଜାଣିନଥିବେ। ତେବେ ବନ୍ଧୁମାନେ, ହିନ୍ଦୁ ପୌରାଣିକ କଥା ଅନୁସାରେ ଏହି ଗଛକୁ ଅତ୍ୟନ୍ତ ପବିତ୍ର ଗଛ, ଅତ୍ୟନ୍ତ ମୂଲ୍ୟବାନ ଏବଂ ଅତ୍ୟନ୍ତ ବିଶେଷ ଗଛ ବୋଲି ବିବେଚନା କରାଯାଏ। ହିନ୍ଦୁ ପୌରାଣିକ ଅନୁସାରେ ଏହି ଗଛକୁ ବହୁତ ହିଁ ମୂଲ୍ୟବାନ ବିବେଚନା କରାଯାଏ। ସିଧାସଳଖ ଏହା ଉଲ୍ଲେଖ କରାଯାଇଛି ଯେ ଏହା ଆପଣଙ୍କର ଭାଗ୍ୟକୁ ବଦଳାଇ ଦେଇପାରେ। ତେବେ ବନ୍ଧୁମାନେ, କେବଳ ଭାରତୀୟମାନେ ହିଁ ନୁହେଁ ବରଂ ବିଦେଶୀମାନେ ମଧ୍ୟ ଏହି ଗଛର ଅନୁସନ୍ଧାନରେ ଅଛନ୍ତି। ଏହି ଗଛର ତାନ୍ତ୍ରିକ ଶକ୍ତିକୁ ବା ତାନ୍ତ୍ରିକ ଶକ୍ତିରୁ ନିର୍ଗିତ ଏକ ଏପରି ଚମତ୍କାରୀ ଶକ୍ତି ରହିଛି ଯାହା ଆପଣଙ୍କ ଜୀବନରୁ ଦୁଃଖ, ଯନ୍ତ୍ରଣା, ଦାରିଦ୍ରତା ଏବଂ ସମସ୍ୟାକୁ ମୂଳରୁ ଶେଷ କରିଦେଇପାରିବ। କିନ୍ତୁ ସମସ୍ୟା ହେଉଛି ଯେ ଏହି ଗଛ କେବଳ ଭାଗ୍ୟବାନ ଲୋକଙ୍କୁ ହିଁ ମିଳିଥାଏ ଏବଂ ଯେଉଁମାନେ ଏହାକୁ ପାଆନ୍ତି ସେମାନଙ୍କ ଜୀବନ ବହୁତ ଉନ୍ନତିମୟ ହୋଇଥାଏ। ତ ମହାନ ଋଷିମାନେ ହିନ୍ଦୁ ଶାସ୍ତ୍ରରେ ଲେଖିଛନ୍ତି ଏବଂ ଏହା ବିଶ୍ୱାସ କରାଯାଏ ଯେ ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ଗଛ ଦେବୀ ଦେବତାମାନଙ୍କୁ ମଧ୍ୟ ବହୁତ ପ୍ରିୟ। ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ଗଛର ଚମତ୍କାର ଶକ୍ତି ଏପରି ଯେ ଆପଣ ଦେବୀ ଲକ୍ଷ୍ମୀଙ୍କୁ ମଧ୍ୟ ପ୍ରସନ୍ନ କରିପାରିବେ। ମୁଁ ଆପଣଙ୍କୁ କହିବାକୁ ଯାଉଛି, ଯଦି ଆପଣ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଜୀବନରେ କେବେ ବି ଟଙ୍କାର ଅଭାବ ରହିବ ନାହିଁ। ଯଦି ଆପଣ ଋଣ ନେଇଛନ୍ତି ତେବେ ଆପଣଙ୍କୁ ଋଣରୁ ମୁକ୍ତି ମିଳିବ। ଆପଣଙ୍କର ଜୀବନରେ ଆସୁଥିବା ସମସ୍ତ ଅସୁବିଧା, ସମସ୍ୟା ଦୂର ହୋଇଯିବ। ଆପଣଙ୍କୁ ନବଗ୍ରହର ସମର୍ଥ ମିଳିବ। ଆପଣଙ୍କର ଭାଗ୍ୟ ଆପଣଙ୍କର ସପକ୍ଷରେ ରହିବ, ଯାହା ଫଳରେ ଆପଣ ପ୍ରତ୍ୟେକ କାର୍ଯ୍ୟକୁ ବହୁତ ସହଜ ଭାବରେ ପୂରଣ କରିପାରିବେ। ବହୁତ ସହଜ ଭାବରେ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ତେବେ ବନ୍ଧୁମାନେ, ଆପଣ ଗୋଟିଏ କଥା ଜାଣିବା ଉଚିତ, ଅଶ୍ୱଗଛ ହେଉ କିମ୍ବା ଅଶୋକ ଗଛ ହେଉ, ପ୍ରତ୍ୟେକ ଗଛର ଏକ ନିଜସ୍ୱ ବିଶେଷତା ଅଛି। ହିନ୍ଦୁ ପରମ୍ପରା ଅନୁସାରେ ପ୍ରତ୍ୟେକ ଗଛକୁ ବହୁତ ବିଶେଷ ବୋଲି ମନାଯାଇଥାଏ ଏବଂ ହିନ୍ଦୁ ପରମ୍ପରା ଅନୁସାରେ ଏହା ମଧ୍ୟ ଲେଖାଯାଇଛି ଯେ ପ୍ରତ୍ୟେକ ଗଛରେ ବିଭିନ୍ନ ଦେବୀ ଦେବତା ବାସ କରନ୍ତି। ବ୍ରହ୍ମାଣ୍ଡର ବିଭିନ୍ନ ଶକ୍ତି କେବଳ ଗଛରେ ହିଁ ବାସ କରିବାକୁ ଆସନ୍ତି। ଯଦି ଆପଣ ପୁରୁଣା ସମୟର ଲୋକଙ୍କୁ ଦେଖନ୍ତି ତେବେ ଆପଣ ଦେଖିବେ ଯେ ଗୋଟିଏ ଗଛ ଦେଖିବା ପରେ ସେମାନେ ନିଶ୍ଚିତ ଭାବରେ ତାକୁ ନମସ୍କାର କରନ୍ତି, ଗଛରେ ଜଳ ଅର୍ପଣ କରନ୍ତି, କୌଣସି ପ୍ରକାରର ଲାଲ ସୂତା ବାନ୍ଧିଥାନ୍ତି। ଅନେକ ଲୋକ ଅନ୍ଧବିଶ୍ୱାସ ବୋଲି ମାନିଥାନ୍ତି। କିନ୍ତୁ ଯଦି ଆଜିର ସମୟରେ ଦେଖାଯାଏ, ବିଦେଶ ଲୋକମାନେ ମଧ୍ୟ ହିନ୍ଦୁ କଳା ଏବଂ ସଂସ୍କୃତିକୁ ଗ୍ରହଣ କରୁଛନ୍ତି। ସେମାନେ ନିଜର ଆୟୁର୍ବେଦିକ ଚିକିତ୍ସା ପାଇଁ ଭାରତ ଆସୁଛନ୍ତି। ସେମାନେ ଯାହା ଇଚ୍ଛା ପୂରଣ କରିବାକୁ ଚାହୁଁଛନ୍ତି ଭାରତକୁ ଆସି ନିଜର ଇଚ୍ଛା ପୂରଣ କରୁଛନ୍ତି। କିନ୍ତୁ ଦୁଃଖର କଥା ହେଉଛି ଯେ ଭାରତୀୟ ଲୋକମାନେ ଭାରତୀୟ ସଂସ୍କୃତିରୁ ଦୂରେଇ ଯାଉଛନ୍ତି। ବନ୍ଧୁମାନେ, ଆପଣ ଦେଖୁଥିବେ ଏହି ଗଛର ନାମ ହେଉଛି ଧଳା କଣ୍ଟକାରୀ ଗଛ। ଧଳା କଣ୍ଟକାରୀ ଏକ ଏପରି ଗଛ ଯେଉଁଥିରେ କଣ୍ଟା ପ୍ରଚୁର ପରିମାଣରେ ମିଳିଥାଏ। ଏହାର କଣ୍ଟା ବହୁତ ଅଧିକ, ତେଣୁ ଏହାକୁ କଣ୍ଟକାରୀ କୁହାଯାଏ। ଏବେ ଯଦି ଆପଣ ଏହାର ଚମତ୍କାର ବ୍ୟବହାର ଜାଣନ୍ତି ତେବେ ଆପଣ କେବେ ବି ଆପଣଙ୍କ ଜୀବନରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଆମେ ଆପଣଙ୍କୁ ଏହି ଭିଡ଼ିଓରେ ଯାହା କହିବାକୁ ଯାଉଛୁ ତାହାର ଗୋଟିଏ ଧାଡ଼ି ମଧ୍ୟ ଆପଣ ସ୍କିପ୍ କରନ୍ତୁ ନାହିଁ। କାରଣ ଯଦି ଆପଣ ଗୋଟିଏ ଧାଡ଼ି ସ୍କିପ୍ କରିଦେଉଛନ୍ତି ତେବେ ବନ୍ଧୁମାନେ ଆପଣ ଆପଣଙ୍କର ଜୀବନରେ
ଏକ ବହୁତ ବଡ଼ କ୍ଷତି କରିବେ। ଯଦି ଆପଣ ଏହି ଗଛର ବ୍ୟବହାର ବୁଝିଯାଆନ୍ତି ତେବେ ଏହା ଆପଣଙ୍କୁ ଗୋଟିଏ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। କିନ୍ତୁ ବିଶ୍ୱାସ କରନ୍ତୁ, ଯଦି ଆପଣ ଏହି ଗଛକୁ ସଠିକ୍ ଉପାୟରେ ଏବଂ ସଠିକ୍ ପ୍ରକାରରେ ସାଧନା ସହିତ ବ୍ୟବହାର କରୁଛନ୍ତି ତେବେ ଏହି ଗଛ ମାଧ୍ୟମରେ ଦେବୀ ଲକ୍ଷ୍ମୀଙ୍କୁ ଆପଣ ପ୍ରସନ୍ନ କରିପାରିବେ। ଆପଣଙ୍କୁ କୋଟି କୋଟି ଟଙ୍କା ମିଳିବ। ଆପଣଙ୍କ ଜୀବନରେ ଆପଣ ଅନେକ ଉନ୍ନତି କରିବେ। ତ ବନ୍ଧୁମାନେ, ଏହି କଣ୍ଟକରୀ ଗଛ ଦୁଇ ପ୍ରକାରର ହୋଇଥାଏ। ଗୋଟିଏ ଧଳା ରଙ୍ଗର ଏବଂ ଆଉ ଗୋଟିଏ ବାଇଗଣୀ ରଙ୍ଗର। ମନେ ରଖନ୍ତୁ ଯେ ବାଇଗଣୀ ଏବଂ ଧଳା କଣ୍ଟକାରୀ କେବଳ ଆୟୁର୍ବେଦରେ ବ୍ୟବହାର କରାଯାଇଥାଏ, କିନ୍ତୁ ଧଳା ରଙ୍ଗର କଣ୍ଟକାରୀ ଚମତ୍କାରୀ ଆୟୁର୍ବେଦିକ ଏବଂ ତାନ୍ତ୍ରିକ ପରୀକ୍ଷଣରେ ବ୍ୟବହାର କରାଯାଏ। ତେଣୁ ବନ୍ଧୁମାନେ, ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଯଦି ଧଳା କଣ୍ଟକାରୀ ଆପଣଙ୍କ ଘର ପାଖରେ ଅଛି ତେବେ ତାର ଯତ୍ନ ନିଅନ୍ତୁ, କାରଣ ଏହି ଗଛ ଆପଣଙ୍କ ଜୀବନରେ ବହୁତ ଲାଭ ଆଣିଦେବ। ହିନ୍ଦୁ ପୁରାଣରେ ଧଳା କଣ୍ଟକାରୀ ବିଷୟରେ ଉଲ୍ଲେଖ କରାଯାଇଛି। ପ୍ରଥମେ ଆପଣ ଏହାକୁ ବୁଝିବା ଉଚିତ। ଯେଉଁଠାରେ ପୋତା ଯାଇଥିବା ଧନ, ସ୍ଥାୟୀ ପୋତା ଯାଇଥିବା ରୂପା, ସୁନା, ପ୍ରାଚୀନ କାଳରେ ରାଜା, ସମ୍ରାଟ କିମ୍ବା ପରସ୍ପର ଶତ୍ରୁମାନେ ସେମାନଙ୍କର ଧନକୁ ମାଟି ତଳେ କୌଣସି ସ୍ଥାନରେ ପୋତି ଦେଇଥିଲେ କିମ୍ବା ଏପରି କିଛି କରୁଥିଲେ ଯାହା ସୁନାକୁ ମାଟି ତଳେ ରଖି ଦେଉଥିଲେ, କିମ୍ବା ସେଠାରେ କୌଣସି ପ୍ରକାରର ଅଳଙ୍କାର କିମ୍ବା ଏପରି କିଛି କରୁଥିବା ଯାହା ବହୁତ ମୂଲ୍ୟବାନ ନଥିବ। ଯଦି ଏହାକୁ ମାଟିରେ ପୋତା ଯାଇଥାଏ ତେବେ ହିନ୍ଦୁ ପରମ୍ପରା ଅନୁସାରେ ଧଳା କଣ୍ଟକାରୀ ଗଛ ସେଠାରେ ନିଶ୍ଚିତ ଭାବରେ ବଢ଼ିଥାଏ। ସେଠାରେ ଅନ୍ୟ କୌଣସି ଗଛଲତା ବଢ଼େ ନାହିଁ, କିନ୍ତୁ ଧଳା କଣ୍ଟକାରୀ ଗଛ ନିଶ୍ଚିତ ଭାବରେ ବଢ଼େ। କିନ୍ତୁ ଏଥିପାଇଁ କିଛି ସତ ମଧ୍ୟ ରହୁଅଛି। ଧଳା କଣ୍ଟକାରୀ ତିନିଟି ସତରେ ଯେକୌଣସି ପୋତା ଯାଇଥିବା ଧନ ଉପରେ ବଢ଼ିଥାଏ। ପ୍ରଥମତଃ, ଯଦି ଆପଣ ଶ୍ମଶାନରେ ଧଳା କଣ୍ଟକାରୀ ବଢ଼ିବାର ଦେଖନ୍ତି ତେବେ ବିଶ୍ୱାସ କରନ୍ତୁ ଶ୍ମଶାନରେ କୌଣସି ସ୍ଥାନରେ ପୋତା ଯାଇଥିବା ଧନ ଅଛି। ଦ୍ୱିତୀୟତଃ, ଯଦି ଧଳା କଣ୍ଟକାରୀ ମନ୍ଦିର ଚାରିପାଖରେ ବଢ଼ୁଛି ତେବେ ମନ୍ଦିର ଚାରିପାଖରେ ନିଶ୍ଚିତ ଭାବରେ ଗୁପ୍ତ ସମ୍ପତ୍ତି ରହିଛି। ଯଦି ଆପଣ ସେଠାକୁ ଯାଇ ଖୋଳିବେ ତେବେ ଆପଣ ନିଶ୍ଚିତ ଭାବରେ କିଛି ନା କିଛି ପାଇବେ। ଏବଂ ଯଦି ଧଳା କଣ୍ଟକାରୀ ଗଛ ପୁରୁଣା ଜଙ୍ଗଲରେ ବଢ଼ୁଛି ତେବେ ଏହାର ଅର୍ଥ ହେଉଛି ଯେ କୌଣସି ପୁରୁଣା ମୁଦ୍ରା ସେଠାରେ ରହିଛି। ଏହା ଆପଣଙ୍କୁ ଧନୀ କରାଇପାରେ। ହିନ୍ଦୁ ପୌରାଣିକ କଥା ଅନୁସାରେ ଏହି ତିନୋଟି ଅବସ୍ଥା ହେଉଛି ଯେଉଁଥିରେ ଆପଣଙ୍କୁ ଧଳା କଣ୍ଟକାରୀ ମିଳିବ। ବନ୍ଧୁମାନେ, ଯଦି ଆପଣ ଆପଣଙ୍କର ଜୀବନରେ ବହୁତ ଅସୁବିଧା ଦେଇ ଗତି କରୁଛନ୍ତି, ଆପଣଙ୍କ ଉପରେ ଋଣ କରଜ ରହିଛି, ଦାରିଦ୍ର୍ୟତାର ଭୟ ଆପଣଙ୍କୁ ଛାଡ଼ି ଯାଉନାହିଁ, ତେବେ ଧଳା କଣ୍ଟକାରୀ ଆପଣଙ୍କ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହେବ। ଯଦି ଆପଣ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଧଳା କଣ୍ଟକାରୀ ବ୍ୟବହାର କରିବାକୁ ପଡ଼ିବ। ଆପଣଙ୍କର ଦୁଃଖ, ଦାରିଦ୍ର୍ୟତା ସମସ୍ୟା ସବୁକିଛି ଦୂର ହୋଇଯିବ। କାରଣ ହିନ୍ଦୁ ପୌରାଣିକ କଥା ଅନୁସାରେ ଯିଏ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଏ ତାକୁ ଜୀବନରେ କେବେ ବି ଦୁଃଖର ସମ୍ମୁଖୀନ ହେବାକୁ ପଡ଼େ ନାହିଁ। ଧଳା କଣ୍ଟକାରୀ ସାହାଯ୍ୟରେ ଆପଣ ଦେବୀ ଲକ୍ଷ୍ମୀଙ୍କୁ ବା ଆପଣ ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇପାରିବେ। କାରଣ ମା ଲକ୍ଷ୍ମୀ ଧଳା କଣ୍ଟକାରୀକୁ ବହୁତ ଭଲ ପାଆନ୍ତି। ଏଥିପାଇଁ ଆପଣଙ୍କୁ କିଛି ଉପାୟ କରିବାକୁ ପଡ଼ିବ। ଆପଣ କେବଳ ପ୍ରତ୍ୟେକ ଶୁକ୍ରବାର ସନ୍ଧ୍ୟା 7ଟା ପୂର୍ବରୁ ଏବଂ ସନ୍ଧ୍ୟା 5ଟା ପରେ ମାତା ଲକ୍ଷ୍ମୀଙ୍କୁ ଏକ ଧଳା କଣ୍ଟକାରୀ ଫୁଲ ଅର୍ପଣ କରନ୍ତୁ। ଯଦି ଆପଣ 11 ଶୁକ୍ରବାର ପାଇଁ ଏହାକୁ କରୁଛନ୍ତି ତେବେ ବିଶ୍ୱାସ କରନ୍ତୁ ଆପଣଙ୍କୁ ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ତୁରନ୍ତ ମିଳିବ ଏବଂ ଆପଣଙ୍କର କଷ୍ଟ, ଦୁଃଖ ଏବଂ ସମସ୍ୟା ଦୂର ହୋଇଯିବ। ଆପଣଙ୍କ ପାଇଁ ଧନ ଆସିବାର ବାଟ ଖୋଲିଯିବ। ଚୁମ୍ବକ ପରି ଟଙ୍କା ଆପଣଙ୍କ ଆଡ଼କୁ ଆକର୍ଷିତ ହେବ। ଯଦି ଆପଣ ଏହାକୁ ବିଶ୍ୱାସ କରୁନାହାନ୍ତି ତେବେ 11 ଶୁକ୍ରବାରରେ ମହାଲକ୍ଷ୍ମୀଙ୍କୁ କେବଳ ଏକ ଧଳା କଣ୍ଟକାରୀ ଫୁଲ ଅର୍ପଣ କରନ୍ତୁ, କିନ୍ତୁ ସେହି ଫୁଲ ଧଳା ହେବା ଉଚିତ। ଦ୍ୱିତୀୟତଃ, ଯଦି କୌଣସି ବ୍ୟକ୍ତି ଦୀର୍ଘ ସମୟ ଧରି କୌଣସି ଅସୁସ୍ଥ ଅଛନ୍ତି
ଏବଂ ଚାଲିବାକୁ ସକ୍ଷମ ଅଛନ୍ତି, ତେବେ ସେହି ବ୍ୟକ୍ତି ନିଶ୍ଚିତ ଭାବରେ ଏକ ଧଳା କଣ୍ଟକାରୀ ଗଛ ଲଗାଇବା ଉଚିତ ଏବଂ ତାଙ୍କ ଜୀବନରୁ ସମସ୍ତ ଦୁଃଖ ଦୂର ହୋଇଯିବ। ଏହା ବିଶ୍ୱାସ କରାଯାଏ ଯେ ଯଦି ଆପଣ ଏକ ଧଳା କଣ୍ଟକାରୀ ଗଛ ଆଣନ୍ତି ତେବେ ଏହାର ମୂଳ ଧୋଇ ଦିଅନ୍ତୁ ଏବଂ ଧୋଇବା ପରେ ଏହାକୁ ଯେକୌଣସି ଲାଲ କପଡ଼ାରେ ଗୁଡ଼ାଇ ଆପଣଙ୍କର ତକିଆ ତଳେ କିମ୍ବା ଆପଣଙ୍କର ମୁଣ୍ଡ ତଳେ ରଖନ୍ତୁ। ଆପଣଙ୍କ ଉପରେ ଯେକୌଣସି ନକାରାତ୍ମକ ଶକ୍ତି ରହିଛି, ଦୁଷ୍ଟ ଛାୟା ରହିଛି କିମ୍ବା କଳା ଯାଦୁ ରହିଛି, ତେବେ ସେହି ପ୍ରକାରର ସମସ୍ତ ସମସ୍ୟା ଆପଣଙ୍କଠାରୁ ଦୂରେଇ ହୋଇଯିବ। ଆପଣ ଦୌଡ଼ିବାକୁ ଆରମ୍ଭ କରିବେ। ଯଦି ଆପଣ ଏହା କରନ୍ତି ତେବେ ବିଶ୍ୱାସ କରନ୍ତୁ ଆପଣଙ୍କ ଜୀବନରେ ଅନେକ କଷ୍ଟ ଆପଣଙ୍କଠାରୁ ଦୂର ହୋଇଯିବ। ଯଦି କେହି ତୁମ ଉପରେ ମନ୍ତ୍ର ସାଧନା କରୁଛି, କେହି ତୁମ ଉପରେ ମନ୍ତ୍ର ଚଳାଇଛି, ଯଦି ତୁମେ କିଛି ଯାଦୁ ବିଦ୍ୟାର ସମ୍ମୁଖୀନ ହେଉଛ, ତ ତୁମକୁ ଧଳା କଣ୍ଟକାରୀର ମୂଳକୁ ଏକ ହଳଦିଆ କପଡ଼ାରେ ଗୁଡ଼ାଇ ନିଜର ତକିଆ ତଳେ ରଖିବାକୁ ପଡ଼ିବ। ଯେକୌଣସି ପ୍ରକାରର ତନ୍ତ୍ର ମନ୍ତ୍ର କଳା ଯାଦୁ ଯାହା ବି ହେଉ, ଏହି ଧଳା କଣ୍ଟକାରୀ ଗଛର ମୂଳକୁ ଆପଣଙ୍କୁ ତକିଆ ତଳେ ରଖିଦିଅନ୍ତୁ। ଏସବୁ କିଛି ନଷ୍ଟ ହୋଇଯିବ। ତ ବନ୍ଧୁମାନେ, ଏବେ ଆମେ ଆପଣଙ୍କୁ ଯାହା କହିବାକୁ ଯାଉଛୁ ଏହା ଏକ ଏପରି ଜିନିଷ ଯାହା ଆପଣ କେବଳ ହିନ୍ଦୁ ପୁରାଣରେ ପାଇପାରିବେ। ଏହି ପ୍ରକାରର ସମସ୍ତ ସମସ୍ୟାରୁ ଆପଣ ମୁକ୍ତି ପାଇପାରିବେ। ଯେତେବେଳେ ଏକ ନୂତନ ଘର ତିଆରି ହୁଏ, ଲୋକମାନେ ତା ଉପରେ ନିଜର ଖରାପ ନଜର ଏବଂ ମନ୍ଦ ଉଦ୍ଦେଶ୍ୟ ଲଗାଇବା ଆରମ୍ଭ କରନ୍ତି, ଯାହା ଫଳରେ ନୂତନ ଘର ବନେଇବା ସମୟରେ ବହୁତ ଅଦରକାରୀ ଘଟଣା ଘଟିବାକୁ ଲାଗେ। ନକାରାତ୍ମକ ଶକ୍ତି ସେଥିରେ ପ୍ରବେଶ କରାଏ ଏବଂ ସେହି ଘର ଭଲ ହୁଏ ନାହିଁ ଏବଂ ଆପଣଙ୍କ ପାଇଁ ବହୁତ ସମସ୍ୟା ଆଣିଦିଏ। ଏହା ଆପଣଙ୍କ ଇଚ୍ଛା ଅନୁସାରେ ହୁଏ ନାହିଁ। ଏହାର ଏକ ସମାଧାନ ଅଛି। ଯେତେବେଳେ ଆପଣ ନିଜର ଘର ଆପଣ ନିଅଁ ଖୋଳୁଛନ୍ତି, ଧଳା କଣ୍ଟକାରୀ ପତ୍ର ଛିଣ୍ଡାଇ ଆଣି ଆପଣଙ୍କର ନିଅଁରେ ପକାଇ ଦିଅନ୍ତୁ, ଯାହା ଫଳରେ ନକାରାତ୍ମକ ଶକ୍ତି ଆପଣଙ୍କ ଘରେ କେବେ ବି ପ୍ରବେଶ କରିପାରିବ ନାହିଁ। ଏପରି କରିବା ଦ୍ୱାରା ଖରାପ ନଜର ଦୂର ହୋଇଯାଇଥାଏ। ଯଦି ବନ୍ଧୁମାନେ ଆପଣଙ୍କର ବ୍ୟବସାୟ ଆଗକୁ ବଢ଼ୁନାହିଁ, ଘରେ ସମୃଦ୍ଧି ନାହିଁ, ତେବେ ଆପଣ ଏହି ଗଛକୁ ସଠିକ୍ ଉପାୟରେ ବ୍ୟବହାର କରିପାରିବେ। ଆସନ୍ତୁ ସେ ବିଷୟରେ ଜାଣିବା। ଯଦି ଆପଣଙ୍କ ଘରେ ସୁଖ ସମୃଦ୍ଧି ନାହିଁ, ଆପଣଙ୍କ ଘରକୁ ଆସୁଥିବା ଧନ କୌଣସି ନା କୌଣସି ବାଟରେ ଖର୍ଚ୍ଚ ହୋଇଯାଉଛି, ତେବେ ଆପଣଙ୍କୁ କେବଳ ଏହି ଗଛଟିକୁ ଆଣିବାକୁ ପଡ଼ିବ। ଏହାର ମୂଳକୁ ଧୋଇ ଶୁଖାଇ ଦିଅନ୍ତୁ। ତାପରେ ଗୋଟିଏ ପାଉଡର ବନାନ୍ତୁ। ଆପଣ ସେହି ପାଉଡରକୁ ପ୍ରତ୍ୟେକ ଦିନ ନିଜର କପାଳରେ ତିଲକ ପରି ପିନ୍ଧନ୍ତୁ। ଯେତେବେଳେ ଆପଣ ଏହାର ତିଲକ ଲଗାଇବେ, ଏହାକୁ ବୁଢ଼ା ଆଙ୍ଗୁଠି ସାହାଯ୍ୟରେ ଲଗାନ୍ତୁ, କାରଣ ଏହା ବିଶ୍ୱାସ କରାଯାଏ ଯେ ହିନ୍ଦୁ ପୁରାଣ ଅନୁସାରେ ବୁଢ଼ା ଆଙ୍ଗୁଠିରେ ଅଗ୍ନି ବାସ କରନ୍ତି। ଯଦି ଆପଣ ଏହି ତିଲକକୁ ଆପଣଙ୍କର ତୃତୀୟ ଆଖିରେ ଲଗାନ୍ତି, ତେବେ ଆପଣଙ୍କୁ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଆପଣ ଉନ୍ନତି କରିପାରିବେ। ଆପଣଙ୍କର ଗୃହରେ ଧନ ଧାନ୍ୟ ସୁଖ ସମୃଦ୍ଧି ବଢ଼ିବ। ଆପଣଙ୍କର ବ୍ୟବସାୟ ମଧ୍ୟ ବଢ଼ିବ। ଆପଣଙ୍କର ବ୍ୟବସାୟରେ ଉନ୍ନତି ହେବ। ତ ବନ୍ଧୁମାନେ, ମୋର ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ଶ୍ରୀ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖିବେ।